ଚିତ୍ରଗୁପ୍ତ ଯେ ସମସ୍ତ ପ୍ରାଣୀଙ୍କର ଭଲ ଓ ମନ୍ଦ କର୍ମର ହିସାବ ରଖିଥାନ୍ତି। ତେବେ ଚିତ୍ରଗୁପ୍ତ ବାସ୍ତବରେ କିଏ ଥିଲେ ଆଉ ସେ କିପରି ଏ ଧର୍ମ ଓ ଅଧର୍ମର ମହତ କାର୍ଯ୍ୟ ପାଇଁ ଜନ୍ମ ନେଇଥିଲେ? ଯେବେ ବ୍ରହ୍ମଦେବ ଯମରାଜକୁ ଯମଲୋକର ମୁଖ୍ୟ ଶାସକ ରୂପେ ନିଯୁକ୍ତ କରିଥିଲେ ଏବଂ ତାଙ୍କୁ ଏ ଆଦେଶ ଦେଇଥିଲେ କି ସେ ମର୍ତ୍ତ୍ୟର ସମସ୍ତ ପ୍ରାଣୀଙ୍କର ଭଲ ଓ ମନ୍ଦ କର୍ମର ହିସାବ ରଖିବେ ବୋଲି, କିନ୍ତୁ 84 ଲକ୍ଷ ଜଣଙ୍କର କର୍ମର ହିସାବ ରଖିବା ଯାହା ଯମରାଜକୁ ଅସମ୍ଭବ ଲାଗିଥିଲା। ଯେଉଁଥିପାଇଁ ସେ ବ୍ରହ୍ମଦେବଙ୍କୁ ଏ ନିବେଦନ କରିଥିଲେ କି ପ୍ରଭୁ ମତେ ଏ କାର୍ଯ୍ୟ ପାଇଁ ଏକ ସହଯୋଗୀର ଆବଶ୍ୟକତା ଅଛି। ଆଉ ଯମରାଜ ଠାରୁ ଏ କଥା ଶୁଣିବା ପରେ ବ୍ରହ୍ମଦେବ 1000 ବର୍ଷ ପର୍ଯ୍ୟନ୍ତ ଧ୍ୟାନ କରିଥିଲେ। ଆଉ ଯେବେ ସେ ତାଙ୍କର ଧ୍ୟାନ ଶେଷ କରି ନିଜର ନେତ୍ର ଖୋଲିଥିଲେ ସେବେ ତାଙ୍କ ସାମ୍ନାରେ ଏକ ଦିବ୍ୟ ପୁରୁଷ ପ୍ରକଟ ହୋଇଥିଲେ, ଯାହାଙ୍କ ନାମ ରଖାଯାଇଥିଲା ଶ୍ରୀ ଚିତ୍ରଗୁପ୍ତ। ଆଉ ସେବେ ଚିତ୍ରଗୁପ୍ତଙ୍କ ହାତରେ ଲିଖନି ଥିଲା, ଯାହା ବିଦ୍ୟାର ପ୍ରତୀକ ଅଟେ। ଦ୍ୱିତୀୟରେ ବେଦ ଥିଲା, ଯାହା ବୁଦ୍ଧିମତା ତଥା ଜ୍ଞାନର ପ୍ରତୀକ ଅଟେ। ତୃତୀୟରେ ଅସ୍ତ୍ର ଥିଲା, ଯାହା ନ୍ୟାୟର ପ୍ରତୀକ ଅଟେ। ଚତୁର୍ଥରେ ତାଙ୍କର ହସ୍ତ ଆଶୀର୍ବାଦ ମୁଦ୍ରାରେ ଥିଲା, ଯାହାକି ଶାନ୍ତିର ପ୍ରତୀକ ଅଟେ। ବ୍ରହ୍ମଦେବ ଚିତ୍ରଗୁପ୍ତଙ୍କୁ ଏ ଆଦେଶ ଦେଇଥିଲେ କି ସେ ସୃଷ୍ଟିର ସମସ୍ତ ପ୍ରାଣୀଙ୍କର ଭଲ ଓ ମନ୍ଦ କର୍ମର ହିସାବ ରଖିବା ସହ ଏ ସୃଷ୍ଟିର ବିଧିବିଧାନ ପ୍ରସ୍ତୁତ କରିବା ଓ ତାର ପାଳନ କରିବାର ଦାୟିତ୍ୱ ମଧ୍ୟ ବହନ କରିବେ। ଚିତ୍ରଗୁପ୍ତଙ୍କର 5ଗୋଟି ମୁଖ୍ୟ କାର୍ଯ୍ୟ ଥିବାର ବର୍ଣ୍ଣନା କରାଯାଇଛି, ଆଉ ତାହା ହେଉଛି ଲେଖକ, ଲେଖାକାର, ନ୍ୟାୟାଧୀଶ, ଭଲ ଓ ମନ୍ଦ କର୍ମର ଫଳ ଦେଲା ବାଲା। ଚିତ୍ରଗୁପ୍ତଙ୍କର ବିବାହ ଇରାବତୀ ଓ ନନ୍ଦିନୀ ନାମକ 2 ଦେବକନ୍ୟାଙ୍କ ସହ ହୋଇଥିଲା। ଏହା ସହ ତାଙ୍କର 12 ପୁତ୍ର ମଧ୍ୟ ଥିଲେ। ତେବେ ଚିତ୍ରଗୁପ୍ତଙ୍କର ଏ କଥା ଆପଣଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ବିଲକୁଲ ଭୁଲିବେନି। ରହୁଛି ଜୟ ଜଗନ୍ନାଥ।